ଆମେ ଆର୍ଥର ଗୋଟେ ଦେଖିଥିଲୁ ଗତ ବର୍ଷ ଆପଣ ଗୋଟେ ଦରଦୀ ମଣିଷ ହିସାବରେ ଗୋଟେ ଭଲ ସାରା ଓଡ଼ିଶାରେ ଗୋଟେ ଭଲ ପରିଚୟ ଆପଣ ସୃଷ୍ଟି ହେଇଥିଲା ଏବଂ ଲୋକ ମଧ୍ୟ ଆପଣଙ୍କୁ ବହୁତ ଆଦର କରିଥିଲେ ଯେ ଯଦି କୌଣସି ଯାତ୍ରା କଳାକାରଟିଏ ଯଦି ତାର କିଛି ଅସୁବିଧା ବା ଅଘଟଣ ହେଇଯାଏ ତାକୁ ଆପଣ ସାହାଯ୍ୟର ହାତ ବଢାଉଥିଲେ। ହଁ ନାଇଁ ଆକ୍ଚୁଆଲି ମୁଁ ଏଇଥିପାଇଁ ଗୋଟେ କରିଥିଲି ଯୋଉଥିପାଇଁ ଯେ ପଇସା ଯୋଉମାନଙ୍କ ପାଇଁ ଏଇ ଯୋଉ କଳାକାର ଆମର ଯିଏ ଟେଣ୍ଟ ବାନ୍ଧୁଛନ୍ତି ଯୋଉମାନେ ଆମର ଯୋଉ ଚତୁର୍ଥ କର୍ମଚାରୀ ସମସ୍ତେ ତାଙ୍କୁ ତ ମାନେ କହୁଛନ୍ତି ଟେଣ୍ଟ ବାନ୍ଧିବା ଟେଣ୍ଟ ଲଗେଇବା ଗେଟ୍ ପକେଇବା ପେଣ୍ଡାଲ ପକେଇବା ଏଇ ଯୋଉ ଲାଇଟ୍ ଲଗେଇବା ଏଇ ଯୋଉ ଭାଇମାନେ ମୋର ଅଛନ୍ତି ସେମାନଙ୍କ ସୀମିତ ଦରମା ଭିତରେ ସେମାନେ ରହୁଛନ୍ତି ବହୁତ କଷ୍ଟରେ ରହୁଛନ୍ତି ଆମେମାନେ ତ ଗଲୁ ଡନଲପ୍ ଗଦିରେ ଶୋଇଲୁ ହୋଟେଲରେ ରହିଲୁ ଇଏରେ ରହିଲୁ ସେମାନେ ବହୁତ କଷ୍ଟ ପାଇକି ଫଟା ତଳେ ଶୋଉଛନ୍ତି ତ ସେଇସବୁ ଭାଇମାନଙ୍କ ପାଇଁ ଗୋଟେ ଛୋଟିଆ ପ୍ରୟାସଟେ ଆରମ୍ଭ କରିଛି ସେମାନଙ୍କ ପାଇଁ ଗୋଟେ ଜୀବନ ବୀମାର କଥାରେ କରିଥିଲି ଯଦି କୌଣସି କିଛି ଅସୁବିଧା ହୁଏ ବା ସେମାନଙ୍କର କିଛି ମାନେ ହସ୍ପିଟାଲରେ କିଛି ଇଏ ହୁଏ ସେମାନଙ୍କ ପାଇଁ ଗୋଟେ ବୀମା କରେଇଛି 4 ଲକ୍ଷ ଟଙ୍କାର ସେମାନଙ୍କର ବୀମା ହେବ 1 ଲକ୍ଷ ଟଙ୍କାର ହସ୍ପିଟାଲାଇଜେସନ୍ ହେବ ଯେଉଁମାନେ ଡ୍ୟାନ୍ସର ଅଛନ୍ତି ସେମାନଙ୍କ ପାଇଁ ଗୋଟେ ବୀମା କରେଇଛି ମାନେ ପାଖାପାଖି ସେମାନେ ବୀମା ପାଇବେ ହସ୍ପିଟାଲ ଆମର ଯେମିତି ହେଲ୍ଥ କାର୍ଡ ହେଉଛି ସେଇଭଳି ଗୋଟେ କରିଛି এই কথাটা ଆପଣଙ୍କୁ ପ୍ରେରଣା କିଏ ଯୋଗାଇଲେ ପରିବାର ଲୋକ ନା ବାହାର ଲୋକ? ନାଇଁ ମୋ ପରିବାର ଲୋକ କାହିଁକି ନା ମୁଁ ଚିନ୍ତା କଲି ଏଇମାନଙ୍କ ପାଇଁ ଚଳୁଛି ଯେତେବେଳେ କାହାର କିଛି ଅସୁବିଧା ହେଲା ସେମାନେ ଆସିଲେ ହାତ ବତେଇ ଦେଲେ ଭାଇ ମୋତେ 1000 ଟଙ୍କା ଦେବ ଭାଇ 2000 ଟଙ୍କା ଦେବ ଭାଇ 5000 ଟଙ୍କା ଦେବ ମୋତେ ଟିକେ ଖରାପ ଲାଗିଲା କାହିଁକି ନା ଏଠି ସମସ୍ତେ ଖଟୁଛନ୍ତି ସମସ୍ତେ କହୁଛନ୍ତି କିଏ ଛି ଚାକର କରୁଛି ମନା କରିଦେଉଛି ତତେ ଦେଇଥିଲି କ'ଣ କରିବୁ ସମସ୍ତେ ଭାବୁଛନ୍ତି କିଏ ମଦ ପିଇ ଦେଇଛି କିଏ କରିଦେଇଛି ବହୁତ ବିଭିନ୍ନ ପ୍ରକାର ଖରାପ ଦୃଷ୍ଟିରେ ଦେଖିଛନ୍ତି ବହୁତ କଥା କହିଛନ୍ତି ଆଉ ମେ ବି କିଏ ମିଛ କହିଥାଇପାରେ ବଟ୍ ଶାରୀରିକ ଅସୁସ୍ଥତା ଯୋଗୁଁ ବହୁତ ଲୋକ କଷ୍ଟ ବି ପାଉଛନ୍ତି ତ ଏଇଟା ମୁଁ କରିଛି ଏଇଥିପାଇଁ କାଳେ ମୋ ଦ୍ୱାରା ଯଦି କିଛି ହେଇପାରିବ କିଛି ଲୋକ ବଞ୍ଚିଯିବେ ତ ଭଲ ଲାଗିବ 100% ସିଏ ଅଛନ୍ତି ବୋଲି ତାଙ୍କର ସହଯୋଗିତା ଅଛି ବୋଲି ମୁଁ ଆଜି ଏ ଜାଗାରେ ଅଛି ତା ନହେଲେ ମୁଁ ଏଠି ଠିଆ ହେଇକିରି ଅଭିନୟ କରିବା ସମ୍ଭବ ନୁହଁ ଆଉ ଘରର ମୋ ଘରେ ମୋ ବାପା ମୋ ଝିଅ ମୋ ସମ୍ପୂର୍ଣ୍ଣ ଏଣ୍ଟାୟାର ପରିବାରକୁ ସେ ଚଲାଉଛନ୍ତି ମୁଁ ଯେତେବେଳେ ଏଠୁ ଯାଏ ମୋର ବି ଯେଉଁ ଅଛି ଖ୍ୟାଲ ରଖୁଛନ୍ତି ମୁଁ ଏଠି ଯିବା ଭିତରେ ସେ ତାର ସବୁ କିଛି ବୁଝୁଛନ୍ତି ତ ନିହାତି ଭାବରେ ତାଙ୍କର ଯଦି ସହଯୋଗ ନଥାନ୍ତା ମୁଁ ହୁଏତ ଏଠି କାମ କରିପାରିନଥାନ୍ତି।